अरे अरे कौन खाऊ एठी को पखाल भात मत दौना खाया को तो ए चिंगुड़ी ए बढ़ा हो गोटी गोटी कर बढ़ा हम टे ठंडा हेल्ले खिया ना ना गरम गरम खाईद मम्मी देखी चिंगुड़ी के बाछुरी देखा देखो बाछियाटा केमती गोटा चिंगुड़ी आसुन देखिए मम्मी अभी कौन कर मम्मी दिया भजा कर ओहो मम्मी ये दिया भजा कर सकाल 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 दिया भजा हो ना हाँ बाबा डाक बाबा आसुन हाँ माछ आसन देखिए माछ आसते तो गाड़ी रे लोड हो थुआई भाई आसले बाबांकर भाईर टेकी आने देवे ये जो माछर जो कटा हुए मैंने बाड़िया हुए से जो दरकार हाँ हाँ से कटा हो बाड़ीटा बाड़िया हम देखो मम्मी ए चलला चौरा पूजा करने को चौरा पूजा कर बाबा से माछ काढ़ले काटुंट हाँ से कौन चुंगड़ी आसना ये ढेरी चुंगड़ी बड़ चुंगड़ी ना मम्मी केते चुंगड़ी हाँ 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 बड़ बड़ प्राइज कौन डे एथरे कौन एथरे को माछ कांजिया 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 माछ नई कांजिया हाँ नई कांजिया माछ आसी मजा आबो एन पका खाइबा हाँ हाँ अब एथरे को माछ ए रोही मिट्टी काड़ा देखैला देखिबा रोही मिट्टी काड़ा आसी रे हाँ थोई दो हम जीबी हाँ एक बदला दे दुकान हाँ मम्मी देखी चुटी चुंगुड़ी कड़े कड़े आ देखियो चुंगुड़ी कड़े कड़े केटे केटे चुंगुड़ी आनिक आसन दिया हाँ पूरा बड़ा चुंगुड़ी किलो 400 टका बड़ बड़ चुंगुड़ी बंची ना कौन जे पिला गोटे कांजिया माछ आसपटे कांजिया माछ कांजिया आस कांजिया माछ बढ़िया प्योर कांजिया पूरा हाँ हाँ यही खाइले भल देह प्रति बहुत भल हाँ तो ये देखु ए रेडी उपमा आलू तरकारी मम्मी एत सब हो तो सब हाँ ना मटर भी पड़ी था ना मटर पड़ता मटर उपमा हो आलू तरकारी थुआई तो पढ़ा गरम गरम हो तो मम्मी आज कौन माछ आसी छोट माछ कांजिया माछ आसी आज तो देखी पारे आज कांजिया माछ आज आसी पखाड़ा सब खाईगला हाँ पखाड़ा खाइबे तबे पखाड़ा भजा हो पूरा माने गोटे मिसा नहीं देते खाली कांजिया हाँ ना सब कांजिया माछ अब देखते ए माछ भजा चलती चूना माछ भजा चलती माछ भजा आ भजा हम मम्मी मन जो माछ भाजी थी कांजिया माछ होगला ए जाऊँ पुणी आज लेट है बहुत जीवा भात बसई मम्मी मो रोसे सरीगला चुली लिपुचु हाँ ओहो ये जो आईस आसला बेली ये लिपा जो चुली पूरा ताती ना
ଜୋର ପୁରା ତତେଇ ଦେଖନ୍ତୁ ପୁରା ନିଆଁ କାହିଁ ଜଳୁଛି। ଆଇଁଷ ପକେଇଲେ ଆଇଁଷ ଚୁଲି ଲିପିଲେ ଦେଖୁନ ଭାତ ବସେଇକି ନା ନାହିଁ। ହଁ ଦେଖନ୍ତୁ ଯେ ଏବେ ବି ନିଆଁ ବି ଜଳୁ। ଦେଖନ୍ତୁ ଚୁନା ମାଛ ଯେଉଁ ଆଣିଥିଲେ ଆଗ ପଖାଳ ଖାଇଲଣି। ଚୁନା ମାଛ ଆଉ କାଞ୍ଜା ମାଛ ଚୁନା ମାଛ ଗୋଟେ କାଞ୍ଜିଆ ମାଛ ଗୋଟେ ନା କ'ଣ? କାଞ୍ଜା ହଁ ତାହା ହେଇନି ଭାତ ଖାଇବାକୁ ପଖାଳ ଖାଇବାକୁ ବହୁତ ବଢ଼ିଆ ଲାଗିବ ନା। ସକାଳେ ଉପମା, ହଁ ସକାଳେ ଉପମା ଆଉ ସେ ଯେଉଁ ତରକାରୀ ଆଳୁ ତରକାରୀ କରିଥିଲି ଖାଇଦେଲ। ଆଉ ଏବେ 10ଟା ବେଳକୁ ଖାଇଲେ ପଖାଳ କଞ୍ଚା ଲଙ୍କାଙ୍କ ପିଆଜ ବହୁତ ବଢ଼ିଆ ଲାଗୁଥିବ ନା। ଆରେ ଆରେ କ'ଣ ଖାଉଛୁ ଏଠି? କ'ଣ ପଖାଳ ଭାତ? ମତେ ଦଉନ ଖାଇବାକୁ। ପଖାଳ ଭାତ, ପଖାଳ ଭାତ ଖାଉଛୁ ନା? ଆଉ ମାଛ ଭଜା, ଚୁନା ମାଛ, ଲଙ୍କା ପିଆଜ ରସୁଣ। ସକାଳେ ରେଡ଼ି କରିକି ଖାଉଛୁ ଆଉ। ଆଜି ଆସିଥିଲା କାଞ୍ଜିଆ ମାଛ ତ ଇଚ୍ଛା ହେଲା ପଖାଳ ଖାଇବାକୁ। ଆମେ ସାନର ମୋର ଖାଉଛୁ ପଖାଳ ଭାତ ଆଉ। ତୁ ତ ଖାଇବୁନି, ମଦବନି ମଦବନି ତ ଥଣ୍ଡା ତୋରଟି। ହଁ ବହୁତ ଜୋର ଥଣ୍ଡା ହେଇଛି। ସକାଳେ ଉପମା ହେଲା 2 ବହି ଖାଇଥିଲ ଆଉ କହୁଛୁ ମୁଁ ପଖାଳ ଖାଇବି ବହୁତ ଇଚ୍ଛା ଆଉ ହଉଛି। ଏଠି ପଖାଳ ଭାତକୁ କିନ୍ତୁ ଯେତେ ପିଆଜ ଯାହା ଫାଜ ଖାଅ, ଚକଟା ହେଇକି ରସୁଣ ଲଙ୍କା ଆଉ ମାଛ ଆଉ। ଯେତେ ଯାହା ଖାଅ ପଖାଳ ଭାତ ଖାଇଦେଲେ ପୁରା ଶାନ୍ତି। ତ ଏବେ ଦେଖନ୍ତୁ ମା ଏବେ ଧାନରୁ ଧାନ କି କ'ଣ ହେଉଛି? ଧାନ ଛଣ ଧରା ହେଇଥିଲା ତ ତା ଦେହରେ ସବୁ ଧାନ ଥିଲା ବଛା ହେଇକିରି ବାଡ଼ିଆ ହେଇଛି ତ ଯୋଉ ଗୋଡ଼ି, ହଁ ହଁ ଗୋଡ଼ି ଫୋଡ଼ି ସବୁ କଢ଼ା ହେଇଯାଉଛି ନା। ଗୋଡ଼ି ଅଳିଆ ତା ଯାହା ଥିବ ଯୋଉ ଗୋଡ଼ି କି ଅଳିଆ ଫଳିଆ କ'ଣ ଥିବ ବାଲି ତାର ସବୁ ବାହାରି ପଡ଼ିବ ଅଲଗା ହେଇ। ସେଥିରେ ଅଲଗା ରହିବ ଏଥିରେ ଅଲଗା ହେଇଯିବ ଆଉ। ଆଉ ଏତେ ତ କରୁଛି ଆଉ ଏତେ ଧାନ ଅଛି ଆଉ। ତ ଏବେ ଦେଖନ୍ତୁ ଏବେ ଚିଙ୍ଗୁଡ଼ି ଆସି ହେଇଛି। ମମି ଏତେବେଳେ ରୋଷେଇ ହେଇନି? ଭୋକ କଲାଣି ବା। ରୋଷେଇ ଭୋକ ଗଲି ତତେ। ମୁଁ ଖାଇନି, ଭାତ ଖାଇନି। ହଁ ସକାଳେ ଭାତ ଖାଇନି ଯେ ଖାଇ ଭୋକ କଲାଣି। ମୋତେ କିଛି କରିବା କି ନାହିଁ? ହେଇନି ନା କିଛି ନା। ତ ଏବେ ଚିଙ୍ଗୁଡ଼ିଟା ଗୋଟେ ହେଇଗଲେ, ଚିଙ୍ଗୁଟା ବାଛିଲେ ସିନା। ହଁ ଚିଙ୍ଗୁଡ଼ି, ଏ ଚିଙ୍ଗୁଡ଼ିର ନାଁ କ'ଣ? ଛୋଟା ଚିଙ୍ଗୁଡ଼ି ନା। ସେତେବେଳେ ଅଜମ ନଈରୁ ଚିଙ୍ଗୁଡ଼ି ଧରିକି ଆଣନ୍ତି ଏମିତି ବଡ଼ ବଡ଼, ମାନେ ଏମିତି ମୁଁ ବାଛିଲା ବେଳକୁ ଧଇଲା ବେଳକୁ ସେ ଛିଟିକି କେମିତି ପଳେଇବ। ସିଏ ଯେତେ ବଡ଼ ଛିଟିକି ଯିବ ମୁଁ ଦୌଡ଼ିକି ସେତିକି ବଡ଼ ଯିବି ହେଲା। ଆଇ ସେଥିଲାଗି ବାଛିବି। ଆଉ ସମସ୍ତେ ହସିବେ ଯେ ଧରିକି ଚିଙ୍ଗୁଡ଼ି କେତିକି ଭୟ ସତଟା। ଆପଣମାନେ ଯଦି ଜାଣିଛନ୍ତି, ଆମେ ତ ଜାଣିପାରୁନି ଚିଙ୍ଗୁଡ଼ିର କ'ଣ ନା। ଆପଣମାନେ ଯଦି ଜାଣିଛନ୍ତି ଚିଙ୍ଗୁଡ଼ିର ନା ଚିଙ୍ଗୁଡ଼ି ପରା ସିଏ ଚିଙ୍ଗୁଡ଼ିର ନା। ହଁ, ଆଉ ଆପଣମାନେ ଯଦି ଜାଣିଛନ୍ତି କମେଣ୍ଟ ମାଧ୍ୟମରେ କହିଦିଅନ୍ତୁ। ମମି ଆଜି ଚିଙ୍ଗୁଡ଼ିଟା କ'ଣ ହବ ରୋଷେଇ? ରୋଷେଇ ହେବ ଚିଙ୍ଗୁଡ଼ି ଖାଲି ମାନେ ଫ୍ରାଏ କରାହେବ। ଚିଙ୍ଗୁଡ଼ି ଫ୍ରାଏ, ଚିଙ୍ଗୁଡ଼ି ଡାଲମା କରିଥାନ୍ତି ମୁଁ ଭାବିଥିଲି। ବାବା ବଡ଼ ବଡ଼ ଚିଙ୍ଗୁଡ଼ି ଆଣିଛି ଯେହେତୁ ଚିଙ୍ଗୁଡ଼ି ଫ୍ରାଏ ହେବ ଆଉ। ଆପଣମାନେ ଦେଖିବେ ଏଇନା ମୁଁ ଚିଙ୍ଗୁଡ଼ିଟା କେମିତି ତରକାରୀ କରୁଛି। ଆପଣମାନେ ନିହାତି ଯାଇକି ଦେଖିବେ ହେଲା ଚିଙ୍ଗୁଡ଼ି ରେସିପିଟା। ଆଉ ଚିଙ୍ଗୁଡ଼ି କାମୁଡ଼ି ଦେବ। କମିଲା କମିଲା ଭଗବାନ ଡରିଗଲା ଚିଲୋ। ମମି ଦେଖି ଚିଙ୍ଗୁଡ଼ି କେମିତି ବାଛୁଛି ଦେଖା। ଦେଖିବୁ ବାଛିବାଟା କେମିତି ଗୋଟା ଚିଙ୍ଗୁଡ଼ି ହେଲା ଟାଙ୍କ ତାକୁ ଏମିତି ଦେଇଦେବା। ସାନକୁ କେତେ ଶୀଘ୍ର ମମି ବାଛି ସାରିଲାଣି। ତାକୁ ଡରମାଡ଼ି ଛଡ଼େଇ ପାରୁନି। ଛାଡ଼ି ହେବନି। ତବେ ଆରାମସେ ଗୋଟେ ଗୋଟେ କରି ଛାଡ଼ି ଯାଉଛି ଆଉ। ତାର ଖୋଳବା ଏତେ ସବୁ ତାର ଖୋଳବା ଏଠି ପଡ଼ିଯାଇଛି ଏଠି। ଆଉ ସେଠି ଚିଙ୍ଗୁଡ଼ି ଛଡ଼େଇକି ରଖା ହେଇଛି। ହାତରେ ମାନେ କଣ୍ଟା ତାର ଖୋବି ହେଇଯିବ ଯଦି ଭୟ ଲାଗୁଛି। ତାପରେ ପଛପଟୁ ଏମିତି ଖୋଳ ପିଠା ଖେଳିଦେବ। ବଡ଼ ଚିଙ୍ଗୁଡ଼ି ତ ଖୋଳପା ରହିଲେ ଭଲ ଲାଗିବନି ସେତେ। ଏଇଟା କ'ଣ ଦେଖିଲୁ? ହଁ ତାପରେ ତାର ଲାଞ୍ଜ ପଟୁ ଏମିତି ଭିଡ଼ି ଦେଲେ ଆରାମସେ ବାହାରି ପଡ଼ିଲା। ଆରାମସେ ବାହାରି ପଡ଼ିଲା। ଖୋଳ ପିଠା ଦେଇଦେଲେ। ମମି ସରିଗଲା ତ ସବୁ? ସରିଗଲା। ଛଡ଼ା ସବୁ ସରିଗଲା। କେଜି ହେଇଗଲା। ଇଏ ଚୋପା କେଜି ହେଲା। ଚିଙ୍ଗୁଡ଼ି ଚୋପା ଦେହ ଦେଖାଯାଉଛି। ସାନ ଗୋଟେ ବଡ଼ ବଡ଼ ଖୋଳା ଚୋପା ଆଉ। ଟିକେ ଇଏଟା ଖୋଲିଲୁ ଟାଟା ବି ଖୋଲିଦେବା। ଚୋପାଡ଼ି ଦେବା ଆମେ ଦେଇକି ଚିଙ୍ଗୁଡ଼ି ଚୋପା ଖୋଳପା ଏଇ କୁକୁର ତ ଏବେ ଦେଖିପାରୁଥିବେ ସାଙ୍ଗମାନେ ଏବେ ଚିଙ୍ଗୁଡ଼ି ଭଜା ଏବେ ଏଠି ଚାଲିଛି। ମମି ଏବେ ଭାଜିବାର ପୁରା ବ୍ୟସ୍ତ ଅଛି ପୁରା। ଏବେ ସାଙ୍ଗେ ସାଙ୍ଗେ ଚିଙ୍ଗୁଡ଼ି ପଡ଼ିଲା ବୋଧେ ନା। ତେବେ ସାଙ୍ଗେ ସାଙ୍ଗେ ଏବେ ଚିଙ୍ଗୁଡ଼ି ପଡ଼ିଛି। ଆଉ ଏଠି ହଁ ଆଉ ଏଠି ତରକାରୀ ହେବା ପାଇଁ ପିଆଜ ରସୁଣ କଟା ହେଇନି କି? ରସୁଣ ଅଦା ରସୁଣ ମତେ ଦେଖାଉଛି ଅଦା ଭଳିଆ ଅଦା ରସୁଣ ଏକାଠି ଛେଚି ଦେଇଛି। ପିଆଜ ଅଦା ରସୁଣ ଟମାଟୋ କଞ୍ଚା ଲଙ୍କା ଆଉ ଏଠି ସେଠି କ'ଣ ଛେଚା ହେଇଛି ଆଉ ଆଳୁ କଟା ହେଇକି ଥୋଇଛି ଆଉ। ତ ଏଇ ଭଜା ସରିଲାଣି ଯିବେ ନା। ଏବେ ଦେଖନ୍ତୁ ଚିଙ୍ଗୁଡ଼ି ଭଜା ସରିଗଲା। ଏବେ ତେଲ ପକାଇ ଦେଇଛି। ଡାଲଚିନି ପକାଇଦେଲି ଆଉ ପତ୍ର ପକାଇ ଦେଇକି ତାପରେ ଗୋଟେ ଗୁଜୁରାତି ପକାଇଦେଲି। ଗୋଟେ ତେଜପତ୍ର ପକାଇଦେଲି ଆଉ ତାପରେ ପିଆଜ ପକାଇଦେବା। ପିଆଜ
ପକାଇଦେଲି ରେସିପିଟା ଆପଣମାନେ ଦେଖନ୍ତୁ। ଆଉ ପିଆଜ ପକାଇ ଟିକେ କିଛି ସମୟ କଷିବେ। ଆଉ ମୁଁ ଏଠି ଚିଙ୍ଗୁଡ଼ି ଏଠି ଭାଜିକି ରଖିଦେଇଛି। ଦେଖିଥିବେ ଚିଙ୍ଗୁଡ଼ି ଭଜା ହେଇଗଲା ତ ରେଡ଼ି, ଦେଖିପାରୁଥିବେ ଆପଣମାନେ। ଆଉ ପିଆଜ ଟିକେ ଭାଜି ଟିକେ ଲୁଣ ପକାଇଦେବା। ପିଆଜ ଏବେ ଭାଜି ହେଇସାରିଲାଣି। ରସୁଣ ଅଦା ମୁଁ ଯେଉଁ ବାଟିକି ରଖିଥିଲି ତାକୁ ପକାଇଦେବା। ଏବେ ମୁଁ ରୋଷେଇ କରୁଥିଲି, ସିଏ ଆସିଲେ ହେରି କହିଲେ ମୁଁ କରିକି ଉଠିଯାଅ ହେଲା। ସିଏ ଟମାଟୋ ପକାଇଲେ, ପିଆଜ ରସୁଣ ଭାଜି ହେଇଯାଇଛି, ଟମାଟୋ ବି ପକାଉଛନ୍ତି। ହଁ ପିଆଜ ଏଠି ଅଛି ବଟା ହେଇକରି ଦିଆହେବ। ତାପରେ ଏଠି ଟିକେ କଷା ହେଇଗଲା ପରେ ହେଲା। ତେବେ ପିଆଜ ଏବେ ପଇଲା, ପିଆଜ ଟମାଟୋ ଯେଉଁ ବାଟିକି ରଖିଥିଲି, ପିଆଜ ଟମାଟୋ ଏବେ ପଇଲା। ପୁଣି ଟିକେ ଫୁଟା ହେଇଯାଇଥିଲା ପିଆଜ ଟମାଟୋ ପକାଇ ଦିଅ, କଷା ଲଙ୍କା ପକାଇବ ଆଉ ହେଲା। ଏବେ ତ ଆଳୁ କଷେଇ ସାରିଲଣି, ଚିଙ୍ଗୁଡ଼ିଟା ଏବେ ପଡ଼ିବ। ଚିଙ୍ଗୁଡ଼ି ପକାଉନ ହେଲାଣି ବା। ଚିଙ୍ଗୁଡ଼ିଟା ପୁଣି କଷିଆ ହେବ ନା ନାଇଁ ତାଦେହରେ, ଖାଲି ଫ୍ରାଏ କରାହେଉଛି। ଛିଟିକି ଗଲା ନା କ'ଣ? ଦେଖନ୍ତୁ ଚିଙ୍ଗୁଡ଼ି ଏବେ ଚାଲିଛି ଏବେ ତରକାରୀ। ଇଏ ଆଉ ଫ୍ରାଏ ହେଲାନି, ସେଇଲା ଚିଙ୍ଗୁଡ଼ି ଝୋଳ ହେଇଗଲା ହେଲା। ଘରେ ଯେଉଁ ଗରମ ମସଲା କରି ତିଆରି କରି ରଖିଥିଲି ତାକୁ ଦେଇଦେବା ଓହ୍ଲେଇଆ ଆଉ। ତ ଏବେ ହେଇଗଲାଣି, ତ ଆସିକି ପାଖାପାଖି ହେଇଗଲାଣି ସବୁତକ। ଚିଙ୍ଗୁଡ଼ି ଝୋଳ ହେଇଗଲା ଆଉ। ଆଜି ଫ୍ରାଏ ଫ୍ରାଏ କିଛି ହେଲାନି ଆଉ, ନା ଡାଇରେକ୍ଟ ଚିଙ୍ଗୁଡ଼ି ଝୋଳ। ଝୋଳ କରାହେଲା। ବଡ଼ ଚିଙ୍ଗୁଡ଼ି ଝୋଳ 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 ଝୋଳ। ବଡ଼ ଆୟୁଷ ଚିଙ୍ଗୁଡ଼ି ଝୋଳ। ସେ କଷା ନେଇକି ଖାଉଥିଲା। ହଁ ଚିଙ୍ଗୁଡ଼ି କଷାରେ ଖାଇଦେଲା, କହିଲା ବଢ଼ିଆ ଲାଗୁଛି ଲୋ ମମି, ଖୁବ ସୁନ୍ଦର ଲାଗୁଛି। ତ ପାଖାପାଖି ସବୁ ହେଇଗଲାଣି, ଏବେ ଓହ୍ଲେଇ ହେବ ଆଉ। ତ ଏବେ ଚିଙ୍ଗୁଡ଼ି ଏବେ ବଢ଼ା ହେଉଛି, ଏବେ ଗୋଟି ଗୋଟି କରି ବଢ଼ା ହେବ। ଟିକେ ଥଣ୍ଡା ହେଲେ ଖିଆ ହେବ ନା ଆଉ, ନା ଗରମ ଗରମ ଖାଇଦେବା? ଗରମ ହେଇଛି ଖାଇପାରିବନି ଆଉ। ଆୟୁଷ କ'ଣ ଖାଇବା ପାଇଁ ରେଡ଼ି? ହଁ ହଉ ଆଉ। ଖାଇବା ହେଇଗଲା ରେଡ଼ି, ଚାଲ ଏଥରକ ଖାଇବା। ଆୟୁଷ ପାଇଁ ଭାତ ବଢ଼ା ହେଇଗଲା, ସମସ୍ତେ ଖାଇବେ ଏଇଠି ବସିକି। ସେ ବାପ ବସିକି ଖାଇବେ। ଆୟୁଷ ଟିକେ ଟେଷ୍ଟ କଲ କେମିତି ଲାଗୁଛି, ଟେଷ୍ଟ କର। ବହୁତ ବଢ଼ିଆ ହେଇଛି। ଦେଖନ୍ତୁ ଚିଙ୍ଗୁଡ଼ି ଏବେ ତରକାରୀ ହେଇଛି, ଏବେ ଆମେ ଖାଇବା ଭାତ ନି। ବହୁତ ଟେଷ୍ଟି ହେଇଛି ନା? ହଁ ବହୁତ ଟେଷ୍ଟ ହେଇଛି। ଏଥର ଖାଇଦିଅ ଡାଲି ଆଉ ଭାତ ଚିଙ୍ଗୁଡ଼ି ହଁ ତରକାରୀ ଆଉ। ରାତିଗଲା ଟିକେ ଭଗବାନ, ରାତିଗଲା ଭାତ। ହଉ ଖାଇଦିଅ ଆଉ, ଟାଟା।